ଆଜିର ପାର୍ଟିରେ ପହଞ୍ଚିଯିବେ ଅସଲି ବିବେକ। ବୁଲବୁଲ ଦେବୀଙ୍କ ଚୁଟି ଦେଖିକରି କହୁଛନ୍ତି ସୁଗନ୍ଧା, ଆପଣ ଚୁଟି ତ ଖରାପ ହୋଇଗଲା ଏବେ ଆପଣ କ'ଣ କରିବେ? ହେ ମମି, ଆପଣ ଏମିତି କ'ଣ ଲଗାଇଥିଲେ? ଆପଣଙ୍କ ଚୁଟି ଜଲିଗଲା। ତାପରେ ବୁଲବୁଲ ଦେବୀ ମନେ ପକାଇବେ ସୁନେନା ହିଁ ଏହି ଚୁଟିରେ କିଛି ଲଗାଇଛି। ସେଇ ସୁନେନାକୁ ଠେଲିଦେବ, କହିବେ ବାହାର ମୋ ଘରରୁ। ତାହାପରେ ଚୌଧୁରୀ ବାବୁ କହିବେ, ବୁଲବୁଲ ଦେବୀ ତୁମେ ଆଉ ନାଟକ କର ନାହିଁ। ଏହା ଶୁଣି ବୁଲବୁଲ ଦେବୀ କହିବେ, ନାଟକ ମୁଁ କରୁନାହିଁ। ଏହି ସମସ୍ତଙ୍କ ସାମ୍ନାରେ ମୋତେ ଆଜି ଜୋକର କରିଦେଇଛନ୍ତି। ଏହି ସବୁର ନାଟକ ସୁନେନା କରିଛନ୍ତି। ତାହାପରେ ସୁନେନା କହିବେ, ମୁଁ ଏସବୁ କିଛି କରିନାହିଁ। ବୁଲବୁଲ ଦେବୀ କହିବେ, ସୁନେନା ତୁ ମୋର ହେୟାରଷ୍ଟାଇଲକୁ ତୁ ମୋର ଚୁଟିର ସ୍ପ୍ରେ ମାରିଥିଲୁ ନା? ସେଇଥିରୁ କ'ଣ ମିଶାଇଥିଲୁ କହ? ସେଇଥିପାଇଁ ଆଜି ମୋର ଚୁଟି ଜୋକର ହୋଇଗଲା। ତାହାପରେ ରାଜଲକ୍ଷ୍ମୀ କହିବେ, ତୁମ ଭଳି ଦୁଷ୍ଟ ଶାଶୁ ଏମିତି ହିଁ କରିବା କଥା ବୋହୂମାନେ। ବୁଲବୁଲ ଦେବୀ କହିବେ, କେବେ ବି ମୋର ଅପମାନ ହୋଇନାହିଁ। ଆଜି ତୋରି ପାଇଁ ବେଇଜ୍ଜତି ହୋଇଯାଇଛି। ଜଲ୍ଦି ମୋ ଘର ଆଖି ସାମ୍ନାରୁ ବାହାରକୁ ବାହାରିଯା। ସେପଟେ ସୁଗନ୍ଧା କହୁଛନ୍ତି, ସୁନେନାକୁ ଆଜି ଗୁଡବାଏ କରିବା ସମୟ ଆସିଯାଇଛି। ତାହାପରେ ସୁନେନା କହିବେ, ମମି ମୋତେ ବିଶ୍ୱାସ କର, ମୁଁ କିଛି ବି କରିନାହିଁ। ଚୌଧୁରୀ ବାବୁ କହିବେ, ବୁଲବୁଲ ଦେବୀ ଘରର ବୋହୂକୁ ବେଇଜ୍ଜତି କରିବା ବନ୍ଦ କର। ତାପରେ ବୁଲବୁଲ ଦେବୀ କହିବେ, ତୁମକୁ ସୁନେନାର ଇଜ୍ଜତ ଦେଖାଯାଉଛି, ମୋର ଇଜ୍ଜତ ତୁମକୁ ଦେଖାଯାଉନାହିଁ। ତୁମର ଗୁଣବତୀ ବୋହୂ ପାଇଁ ଆଜି ମୋର ଏହି ଅବସ୍ଥା ହୋଇଛି। ଏମିତି ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ଯଦି ପ୍ରଥମ ଥର କରାଇଥିବେ ଭିଡ଼ିଓକୁ ଲାଇକ୍ ଓ ସେୟାର ଓ କମେଣ୍ଟ କରିବାକୁ ଭୁଲିବେ ନାହିଁ। ଜୟ ଜଗନ୍ନାଥ।